ଓଡ଼ିଶା ସରକାରଙ୍କ ତରଫରୁ ଝିଅମାନଙ୍କ ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଯଦି ଆପଣଙ୍କ ପରିବାରରେ ଏକ ଝିଅ ରହିଛି, ତାହେଲେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ସରକାରଙ୍କ ତରଫରୁ ଯେଉଁ ଯୋଜନାଟି ଝିଅ ପିଲାମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି, ଆପଣମାନେ ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ ରହିଛି। ଯଦି ଆପଣ ଜଣେ ଓଡ଼ିଶାର ବାସିନ୍ଦା ଅଟନ୍ତି, ଏହି ଯୋଜନାରୁ ଆପଣମାନେ ଲାଭ ଉଠାଇବା ପାଇଁ ଚାହୁଁଛନ୍ତି, ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ। ଯଦି ଆପଣଙ୍କ ପରିବାରରେ ଝିଅ ରହିଛି, ତାର ବିବାହକୁ ନେଇ ଆପଣମାନେ ଚିନ୍ତିତ ଅଛନ୍ତି, ତାହେଲେ ଏବେ ଆପଣମାନେ ଚିନ୍ତା କରନ୍ତୁ ନାହିଁ। ଓଡ଼ିଶା ସରକାରଙ୍କ ତରଫରୁ ଆପଣମାନଙ୍କୁ 60,000 ଟଙ୍କା ମିଳିବା ପାଇଁ ଯାଉଛି। ଓଡ଼ିଶା ସରକାରଙ୍କ ତରଫରୁ ଝିଅ ବିବାହ ଘରକୁ ନେଇ କେଉଁ ଯୋଜନାଟି କାର୍ଯ୍ୟକାରୀ କରାଯାଇଛି, ଏ ଯୋଜନାଟି କ'ଣ ରହିଛି, ଆପଣମାନଙ୍କୁ ଏହି ଯୋଜନାରେ କେତେ ଟଙ୍କା ମିଳିବ, କ'ଣ ସବୁ ଡକୁମେଣ୍ଟ ଆପଣମାନଙ୍କର ଲାଗିବ ଏହି ଯୋଜନାରେ ଲାଭ ଉଠାଇବା ପାଇଁ, ଆପଣମାନେ ଏହି ଯୋଜନାରୁ କେବେ କେମିତି ଏବଂ କେଉଁଠି ଆପଣମାନେ ଆବେଦନ କରିପାରିବେ, କାହାକୁ ଏହି ଯୋଜନାରେ ଅଗ୍ରାଧିକାର ଦିଆଯିବ, ଏ ଯୋଜନାରେ କିଏ ଲାଭ ପାଇପାରିବେ, ଏ ଯୋଜନାରେ କ'ଣ ସବୁ ଲାଭ ଆପଣମାନଙ୍କୁ ମିଳିବା ପାଇଁ ଯାଉଛି, ଏ ଯୋଜନାରେ କେତେ ଟଙ୍କା ଆପଣମାନଙ୍କୁ ମିଳିବ, ତା ସହିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କ'ଣ ରହିଛି, ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣେଇଦେବି। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ସୂଚନା ଗୁଡ଼ିକ ଆସିବ, ଆପଣ ସର୍ବପ୍ରଥମେ ଏହି ଚ୍ୟାନେଲ ମାଧ୍ୟମରୁ ଜାଣିବାକୁ ପାଇବେ। କେବଳ ସରକାରଙ୍କ ତରଫରୁ ନୂଆ ସୂଚନା ଗୁଡ଼ିକ ପାଇବେନି, ଆପଣ ଯେଉଁ ଯୋଜନା ଗୁଡ଼ିକରେ ସାମିଲ ହୋଇଛନ୍ତି, ସେ ଯୋଜନା ଗୁଡ଼ିକର ନୂଆ ନୂଆ ଅପଡେଟ୍, ନୂଆ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ସୂଚନା, ଆବେଦନ ପ୍ରକ୍ରିୟା, ଦେଶ ବିଦେଶର ଟପ୍ ଅପଡେଟ୍ ଆପଣ ଏହି ଚ୍ୟାନେଲ ମାଧ୍ୟମରୁ ହିଁ ଜାଣିବାକୁ ପାଇବେ। ପ୍ରଥମେ ଆସନ୍ତୁ ଜାଣିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କ'ଣ। ତ ଆପଣ ଅଣାଅଧିକ ଜାଣିଥିବେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆର୍ଥିକ ଅନଗ୍ରସର ପରିବାରର କନ୍ୟାମାନଙ୍କୁ ବିବାହ ସମୟରେ ସମ୍ମାନଜନକ ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯେଉଁ ଯୋଜନାର ନାମ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଯୋଜନା ବିଷୟରେ ସମସ୍ତେ ଉଣାଅଧିକ ଜାଣିଛନ୍ତି, କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ଆପଣମାନେ କେମିତି ସାମିଲ ହେବେ, ଏହାର ପ୍ରକ୍ରିୟା କେମିତି କ'ଣ ରହିଛି, ଆପଣମାନେ ଏ ଯୋଜନାରେ ସାମିଲ ହେଇ ଆପଣମାନେ କେମିତି ଲାଭ ଉଠାଇ ପାରିବେ, ତ ସେଇଟା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି, ଯାହାକି ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶା ସରକାରଙ୍କ ତରଫରୁ ଝିଅ ବିବାହର ପାଇଁ 60,000 ଟଙ୍କା ଆର୍ଥିକ ସହାୟତା ଆପଣମାନଙ୍କୁ ମିଳିବ। ଆପଣମାନେ କେମିତି ପାଇବେ? ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥାକୁ ବିରୋଧ କରିବା ଏବଂ ବିଧବା ବିବାହକୁ ଉତ୍ସାହିତ କରିବା। ତ ଦେଖନ୍ତୁ, ଆଜିକା ତାରିଖରେ ଯଦି ଆମେ ଝିଅମାନଙ୍କର ବିବାହ ଘରକୁ ଦେଖିବା, ଆମ ଆଖି ଆଗକୁ ସର୍ବପ୍ରଥମେ ଯୌତୁକ ପ୍ରଥା ଆସିବ। ଏହି ଯୌତୁକ ପ୍ରଥାକୁ ନେଇ କେତେ ଅଘଟଣ ଆପଣମାନେ ଦେଖିବାକୁ ପାଇଥିବେ, ଶୁଣିଥିବେ ମଧ୍ୟ, କିନ୍ତୁ ଏବେ ଏହାର କମ୍ ମଧ୍ୟ ଦେଖିବାକୁ ମିଳୁଛି ଏହି ଯୌତୁକ ପ୍ରଥାକୁ ନେଇ, କିନ୍ତୁ କିଛି କିଛି ଅଞ୍ଚଳରେ ଏହା ଚାଲିଛି। ତ ସରକାର ଏହାକୁ ବିରୋଧ କରି ଏହି ଯୋଜନାଟି କାର୍ଯ୍ୟକାରୀ କରିଛନ୍ତି। ତା ସହିତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଝିଅମାନେ କମ୍ ବୟସରୁ ବିଧବା ହେଇଯାଉଛନ୍ତି, ସେମାନଙ୍କର ପୁନର୍ବିବାହ କେମିତି ହେଇପାରିବ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଯୋଜନାଟି ଓଡ଼ିଶାର ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ବାଲ୍ୟ ବିବାହକୁ ରୋକିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟ। କାହିଁକି ନା କମ୍ ବୟସରୁ ଝିଅମାନେ ବିବାହ କରିଯାଉଛନ୍ତି, ଆଉ ଯେଉଁମାନେ ଗରିବ ଶ୍ରେଣୀର ଲୋକମାନେ ଅଛନ୍ତି, କମ୍ ବୟସରେ ଝିଅମାନଙ୍କୁ ବିବାହ ଦେଇ ଦେଉଛନ୍ତି। ବିଶେଷ କରି ଯେଉଁମାନେ ଗରିବ ଶ୍ରେଣୀର ଲୋକମାନେ ଅଛନ୍ତି, ସେମାନେ ଝିଅକୁ ବୋଝ ବୋଲି ଭାବନ୍ତି, ସେଥିପାଇଁ ସେମାନେ କମ୍ ବୟସରୁ ବିବାହ ଦେଇ ଦିଅନ୍ତି ତାଙ୍କର ଝିଅକୁ, ଯାହାଫଳରେ କମ୍ ବୟସରେ ଝିଅଟି ବହୁତ ସଫରିଂ ହୁଏ। ଏଠି ଗରିବ ଏଠି ମୁଖ୍ୟ କାରଣ ନୁହେଁ, ଅଶିକ୍ଷିତ ଲୋକମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ। ଯେଉଁ ଅଞ୍ଚଳରେ ଅଧିକ ଅଶିକ୍ଷିତ ଲୋକମାନେ ଅଛନ୍ତି, ସେମାନେ ଏଇଭଳି କାର୍ଯ୍ୟ କରିଥାନ୍ତି, କମ୍ ବୟସରେ ତାଙ୍କର ଝିଅଙ୍କୁ ବିବାହ ଦେଇଥାନ୍ତି,
ଯାହାଫଳରେ କୋମଳମତୀ ଝିଅଟି ସଂସାର ବିଷୟରେ କିଛି ଜାଣିନଥାଏ, ଯାହାଫଳରେ ସେ ଅନେକ ଦୁଃଖ କଷ୍ଟ ମଧ୍ୟ ସହିଥାଏ। ସେଥିପାଇଁ ସରକାର ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହା ଝିଅମାନଙ୍କ କ୍ଷେତ୍ରରେ ଲାଗିବ। ବିଶେଷ କରି ବିବାହ କ୍ଷେତ୍ରରେ ଏହି ଯୋଜନାଟି କାର୍ଯ୍ୟକାରୀ କରିବ। ଏହି ଯୋଜନାରେ ଆପଣମାନେ ସାମିଲ ହେଲେ ଆପଣମାନଙ୍କୁ 60,000 ଟଙ୍କା ଆର୍ଥିକ ସହାୟତା ସିଧାସଳଖ ମିଳିବା ପାଇଁ ଯାଉଛି। ଏ ଯୋଜନାରେ ଆପଣମାନଙ୍କର ଲାଭ ଗୁଡ଼ିକ କ'ଣ ରହିଛି ନା, ଏ ଯୋଜନାରେ ଆପଣମାନେ ସମୁଦାୟ 60,000 ଟଙ୍କା ପାଇବେ। ପୂର୍ବରୁ ଆପଣମାନେ 51,000 ଟଙ୍କା ଥିଲା, କିନ୍ତୁ ଏବେ ଆପଣମାନଙ୍କୁ ପୁରା 60,000 ଟଙ୍କା ମିଳିବା ପାଇଁ ଯାଉଛି। ତ ପୂର୍ବରୁ ଆପଣମାନେ ଯେଉଁ ସୂଚନା ପାଇଥିଲେ 51,000 ଆପଣମାନଙ୍କୁ ମିଳିବାର ଥିଲା, କିନ୍ତୁ ଏ ନିୟମ ବର୍ତ୍ତମାନ ବଦଳି ଯାଇ ଆପଣମାନଙ୍କୁ 60,000 ଟଙ୍କା ମିଳିବ। ଏହି ଯୋଜନାରେ ଆପଣମାନେ କେମିତି 60,000 ଟଙ୍କା ପାଇବେ, ସରକାର କେମିତି ଏହାର ପ୍ରକ୍ରିୟା ରଖିଛନ୍ତି ଦେଖନ୍ତୁ। ଆପଣମାନେ 45,000 ଟଙ୍କା ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଡେବିଟ୍ ମାଧ୍ୟମରେ ରାଜ୍ୟ ସରକାର ପଠାଇବେ। ଦେଖନ୍ତୁ, ଯେଉଁ କନ୍ୟା ସନ୍ତାନକୁ ଆପଣମାନେ ବିବାହ ଦେବେ ତାଙ୍କର ଗୋଟିଏ ବ୍ୟାଙ୍କ ଖାତା ରହିଥିବା ନିହାତି ଜରୁରୀ। ତାଙ୍କ ନାମରେ, ଆପଣଙ୍କ ନାମରେ ରହିଲେ ହେବ ନାହିଁ। ତ କନ୍ୟାଙ୍କ ନାମରେ ଏକ ବ୍ୟାଙ୍କ ଖାତା ନିହାତି ରହିବା ଦରକାର। ତ ପ୍ରଥମେ ଆପଣ ଜାଣିଗଲେ ଯେ 45,000 ଟଙ୍କା ଝିଅଙ୍କ ଆକାଉଣ୍ଟକୁ ଯିବ। ତାପରେ ସରକାରଙ୍କ ତରଫରୁ ଆପଣମାନେ 10,000 ଟଙ୍କା ପାଇବେ। ଏହି 10,000 ଟଙ୍କା ଆପଣମାନଙ୍କର ବିବାହ ଉପହାର ସାମଗ୍ରୀ, ଯେମିତିକି ଆପଣମାନଙ୍କର ପାଉଁଜି, ଝୁଣ୍ଟିଆ ଏବଂ ବାସନକୁସନ ଇତ୍ୟାଦି, ଯାହା ବି ସରକାରଙ୍କ ତରଫରୁ ଉପହାର ସାମଗ୍ରୀ ରହିଛି ସରକାରଙ୍କର କ୍ରାଇଟେରିଆ ଅନୁସାରେ, ତ ଆପଣମାନଙ୍କୁ ପ୍ରଦାନ କରାଯିବ ରାଜ୍ୟ ସରକାରଙ୍କ ତରଫରୁ। ପ୍ରଥମେ ଝିଅର ଆକାଉଣ୍ଟକୁ 45,000 ଟଙ୍କା ରାଜ୍ୟ ସରକାର ଦେଲେ, ତାପରେ ଆପଣମାନଙ୍କୁ 10,000 ଟଙ୍କା ବିବାହ ଉପହାର ସାମଗ୍ରୀ ଦେଲେ। ସମୁଦାୟ ଆପଣମାନେ କେତେ ଟଙ୍କା ପାଇଲେ? ଆପଣ 55,000 ଟଙ୍କା ପାଇଲେ। ଆଉ ଆପଣମାନଙ୍କର କେତେ ଟଙ୍କା ରହିଲା? ଆଉ ଆପଣମାନଙ୍କର 5,000 ଟଙ୍କା ରହିଲା। ଏହି 5,000 ଟଙ୍କା ଆପଣମାନଙ୍କୁ କୋଉ ବାବଦକୁ ଦିଆଯିବ ଆସନ୍ତୁ ତାପରେ ନଜର ପକାଇବା। ଦେଖନ୍ତୁ, ଏହି 5,000 ଟଙ୍କାଟି ଆପଣମାନଙ୍କର ସାମୂହିକ ବିବାହ ଆୟୋଜନ କରୁଥିବା ସଂସ୍ଥାକୁ ଖର୍ଚ୍ଚ ବାବଦକୁ ଦିଆଯିବ। ଏହି ଯୋଜନାରେ ସାମିଲ ହେବା ପାଇଁ ଆପଣମାନଙ୍କର ଯୋଗ୍ୟତା ଏବଂ ଏହି ଯୋଜନାରେ କାହାକୁ ବେଶୀ ପ୍ରାଥମିକତା ଦିଆଯିବ ଆପଣମାନେ ଜାଣି ରଖନ୍ତୁ। ଦେଖନ୍ତୁ, କନ୍ୟାର ବୟସ 18ରୁ 35 ବର୍ଷ ଏବଂ ବରର ବୟସ 21ରୁ 35 ବର୍ଷ ହୋଇଥିବା ଆବଶ୍ୟକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଯୋଜନାରେ ଆପଣଙ୍କ ପରିବାରରେ କେବଳ ଜଣେ କନ୍ୟାଙ୍କ ପାଇଁ ଉପଲବ୍ଧ ରହିବ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ପରିବାରରେ 2 ଜଣ କନ୍ୟା ସନ୍ତାନ ରହିଛନ୍ତି, କେବଳ ଜଣଙ୍କ ପାଇଁ ଏହି ଯୋଜନାରେ ଆପଣମାନେ ସାମିଲ ହେଇପାରିବେ। ଦେଖନ୍ତୁ, ଏହି ଯୋଜନାରେ ଆପଣମାନେ କେମିତି କେଉଁଠି ଆପଣ ଆବେଦନ କରିବେ ତାପରେ ଆସନ୍ତୁ ନଜର ପକାଇବା। ଦେଖନ୍ତୁ, ଏହି ଯୋଜନାରେ ଆପଣମାନେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ICDS କାର୍ଯ୍ୟାଳୟ ଆପଣଙ୍କ ବ୍ଲକରେ ଥିବା CDPO ଅଫିସରେ ଆପଣମାନେ ଫର୍ମ ଦାଖଲ କରିପାରିବେ। ଦେଖନ୍ତୁ, ଆପଣମାନେ ମଧ୍ୟ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଯୋଉଟାକି ଆପଣମାନଙ୍କର DSW ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଏହି ବିଭାଗରେ ଆପଣ ମଧ୍ୟ ଆବେଦନ କରିପାରିବେ। ଏହା ସହିତ ଆପଣ ଆଉ କୋଉଠି ଆବେଦନ କରିପାରିବେ? RTPS କାଉଣ୍ଟର, ନିଜ ବ୍ଲକ ଅଫିସରେ ଥିବା RTPS କାଉଣ୍ଟରରେ ମଧ୍ୟ ଆବେଦନ ଗ୍ରହଣ କରାଯାଇଥାଏ। ଆପଣ ମଧ୍ୟ ଏଠି ଆବେଦନ ଫର୍ମ ମଧ୍ୟ ଦାଖଲ କରିପାରିବେ। ଯଦି ଆପଣମାନେ ଏହି ସବୁ ସ୍ଥାନକୁ ଯାଇପାରୁନାହାନ୍ତି, ସବୁଠୁ ବେଟର ହେବ ଆପଣମାନଙ୍କର ନିକଟସ୍ଥ ଅଙ୍ଗନବାଡ଼ି କର୍ମୀମାନଙ୍କ ସହିତ ଆପଣ ଯୋଗାଯୋଗ କରି ଆପଣମାନେ କେମିତି କ'ଣ ଆବେଦନ କରିବେ ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅଙ୍ଗନବାଡ଼ି କର୍ମୀମାନେ ଆପଣମାନଙ୍କୁ ଜଣେଇଦେବେ। ସେହି ଅନୁସାରେ ଆପଣମାନେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଆପଣମାନଙ୍କର ଆବଶ୍ୟକତା ଡକୁମେଣ୍ଟସ ଗୁଡ଼ିକ ହେଲା, ଦେଖନ୍ତୁ, ବର ଓ କନ୍ୟାର ଆଧାର କାର୍ଡ଼ ଆପଣମାନଙ୍କର ଲାଗିବ। ତାପରେ ବୟସର ପ୍ରମାଣପତ୍ର ଲାଗିବ। ପ୍ରମାଣପତ୍ର କିମ୍ବା 10ମ ଶ୍ରେଣୀର ସାର୍ଟିଫିକେଟ୍ ଥିଲେ ବି ମଧ୍ୟ ଆପଣମାନଙ୍କର ବୟସ ପ୍ରମାଣପତ୍ର ହିସାବରେ ଆପଣମାନଙ୍କର ନିଆଯିବ। ତାପରେ ଆପଣମାନଙ୍କର ବାସିନ୍ଦା ପ୍ରମାଣପତ୍ର, ଯେଉଁଟାକି ଆପଣମାନଙ୍କର ରେସିଡେଣ୍ଟ ସାର୍ଟିଫିକେଟ୍ ମଧ୍ୟ ଆପଣମାନଙ୍କର ଲାଗିବ। ତାପରେ ଆପଣମାନଙ୍କର ଇନକମ୍ ସାର୍ଟିଫିକେଟ୍ ଆପଣମାନଙ୍କର ଲାଗିବ। ତାପରେ ଆପଣମାନଙ୍କର ଜାତି ପ୍ରମାଣପତ୍ର ସାର୍ଟିଫିକେଟ୍ ଲାଗିବ। ବିବାହ ପଞ୍ଜୀକରଣ ପ୍ରମାଣପତ୍ର କିମ୍ବା ଶପଥ ପତ୍ର ଯେଉଁଟାକି ଆପଣମାନଙ୍କର ରହିଛି ସେଇଟା ଆପଣମାନଙ୍କର ଲାଗିବ। ଝିଅର ବ୍ୟାଙ୍କ ପାସବୁକ୍ ଜେରକ୍ସ ଲାଗିବ। 200-300 ଟଙ୍କାର ଏକ ଷ୍ଟାମ୍ପ ପେପରରେ ଯୌତୁକ ନେବା କିମ୍ବା ଦେବା ବିରୋଧରେ ଏକ ଘୋଷଣାପତ୍ର ମଧ୍ୟ ଆବଶ୍ୟକତା ରହିଛି।